ଆପଣ ଆଜ୍ଞା ଧମକ ଚମକର ସମ୍ମୁଖୀନ ହେଇଛନ୍ତି କି ଏଭଳି କୌଣସି ଆକ୍ରମଣର ଶିକାର ହେଇଛନ୍ତି କି? ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ମୋ କଥା କହିବି। ମୁଁ 2022 ମସିହାରେ ଯେତେବେଳେ ଚାର୍ଜ ନେଲି ତା ପରେ ପରେ ବହୁତ ସମସ୍ୟା ମୋ ପ୍ରତି ଆସିଛି ଏବଂ ମୋ ସହିତ ଘଟିଛି ଏବଂ ମୋ ନାଁରେ ବି ବହୁତ କେସ୍ ବାସ କରିବା ପାଇଁ ଚେଷ୍ଟା କରୁଛନ୍ତି, ମତେ କେସରେ ଛନ୍ଦିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ମତେ ଆପଣ ଜାଣିଥିବେ ସାରା ଓଡିଶାର ସମସ୍ତେ ଜାଣିଛନ୍ତି, କେନ୍ଦ୍ରାପଡା ଜିଲ୍ଲା ଠାରୁ ଆରମ୍ଭ କରି ସାରା ଓଡିଶା ସମସ୍ତେ ଜାଣିଛନ୍ତି 2024 ମସିହା ସେପ୍ଟେମ୍ବର 27 ତାରିଖରେ ଯେତେବେଳେ ଦାନା ବାତ୍ୟା, ତା ପୂର୍ବରୁ ହେଇଥିଲା 23 ତାରିଖରେ ଯେତେବେଳେ ଦାନା ବାତ୍ୟା ଗଲା ତା ପରବର୍ତ୍ତୀ ଯୋଉନ ବାତ୍ୟାର ପରବର୍ତ୍ତୀ ଷ୍ଟେଜରେ ଆମେ ଯେତେବେଳେ ଗଲୁ 2 ଜଣ ସରକାରୀ କର୍ମଚାରୀଙ୍କ ସହିତ ମୁଁ ଯାଉଥାଏ ଆମ ପଞ୍ଚାୟତର ସାଧାରଣ ଲୋକଙ୍କ ପାଖକୁ ସମସ୍ୟା ବୁଝିବା ପାଇଁ, କଣ କେମିତି ଅଛନ୍ତି, କଣ ତାଙ୍କର ସମସ୍ୟା ହେଇଛି। ଭେଟନାରୀ ଅଫିସର 2 ଜଣ ଥାନ୍ତି। ମୁଁ ଗଲା ସମୟରେ ପୁରା ପ୍ରାୟୋଜିତ ମତେ ଆଟାକ କରାହେଇଥିଲା ଯେ କି 7-8 ଜଣ। ମୁଁ ତ ଆପଣଙ୍କ ପାଖରେ ଏଠି ବଞ୍ଚିଛି ବସିଛି ବା ଆପଣ ଭାବି ପାରୁଛନ୍ତି ସେଟା ଜଗନ୍ନାଥଙ୍କ କୃପା ଏବଂ ସାଧାରଣ ବା ଲୋକଙ୍କର ବା ଅନ୍ତଇ ଗ୍ରାମ ପଞ୍ଚାୟତ ହଉ ସେମାନଙ୍କର ଆଶୀର୍ବାଦ ବା ସମସ୍ତଙ୍କ ଆଶୀର୍ବାଦରୁ ମୁଁ ହିଁ ସେ ଏଠି ବସିଛି ଏବଂ ବସିଛି ଆପଣଙ୍କ ପାଖରେ ବଞ୍ଚିଛି, ଏଟା ମୁଁ ଭଗବାନଙ୍କୁ ମାନେ ଧନ୍ୟବାଦ ଦେବି। କିନ୍ତୁ ସେଇଦିନ ତ ସେମାନେ ମତେ ମାରି ଦେଇଥିଲେ, ମତେ 7-8 ଜଣ ଆଟାକ କରିବା ଏବଂ ବିଧାୟକଙ୍କର ଲୋକ କହିକି ସେମାନେ କହିଲେ ଯେ ବିଧାୟକଙ୍କର ଲୋକ ଆମେ, ପୁରା ଡାଇରେକ୍ଟ ତାଙ୍କ ନାଁ ନେଇକି ପୁରା ମତେ ମାଡ ମାରିଲେ ଏବଂ 2 ଜଣ ଉପସ୍ଥିତ ଥିଲେ ତାଙ୍କରି ଆଗରେ ମତେ ଯୋଉ ବାଡେଇଲେ ମୁଁ ମରିଯାଇଥିଲି, ପୁରା ମରିଯାଇଥିଲି। ସେ ଖବର ବି ପ୍ରସାରଣ ହେଇଛି, ତା ବାବଦରେ ଏଫଆଇଆର ହେଲା। ଏଫଆଇଆର ରେ ଯୋଉ 7 ଜଣଙ୍କ ନାଁରେ ଏଫଆଇଆର ହେଇଥିଲା ସେ 7 ଜଣରୁ କାହାକୁ ପୋଲିସ ଧରିଲାନି। ମୋରି ଭାଇ ମୋରି ବନ୍ଧୁ ମାନେ ସେମାନେ ଧରିକି 2-3 ଜଣଙ୍କୁ ଦେଲେ ପୋଲିସ ଜିମା। କାହିଁକି ନା ସେମାନେ ବିଧାୟକଙ୍କ ଛତ୍ର ଛାୟା ତଳେ କାର୍ଯ୍ୟ କରୁଛନ୍ତି ଏବଂ ଏ ଯୋଉ କ୍ରାଇମ କରୁଛନ୍ତି, ଯାହା ଫଳରେ ତାଙ୍କୁ ଆରେଷ୍ଟ କିଏ କରିବ? ପୋଲିସ ପ୍ରଶାସନ ତ ବର୍ତ୍ତମାନ ସରକାରର କବଳରେ ନା। ଯେ ଯେତେବେଳେ ଏଫଆଇଆର ହେଲା 7 ଜଣଙ୍କ ନାଁରେ, ସେ 7 ଜଣଙ୍କ ଭିତରୁ 3 ଜଣ ଗଲେ ଜେଲକୁ, 3 ଜଣ ଗଲେ ଜେଲକୁ, ବାକି ଅନ୍ୟମାନେ ସବୁ ବାହାରେ ବୁଲିଲେ। ଜଣେ ଆଡଭାନ୍ସ ବେଲ ନେଇ ଆଇଲେ ବାହାରେ ବୁଲିକି ହାଇକୋର୍ଟରୁ, ତାଙ୍କୁ ଦେଇଦେଲେ ଏବଂ ପୋଲିସ ତାଙ୍କୁ ଜମା ହାତ ମାରିଲାନି କି ତାଙ୍କୁ ଆରେଷ୍ଟ କଲାନି। ଯୋଉମାନେ ମୁଖ୍ୟ କଲ୍ପ୍ରିଟ, ମାନେ ଯୋଉମାନେ ମୁଖ୍ୟ ଆସାମୀ ମତେ ଯିଏ ବାଡେଇଥିଲେ, ସେମାନେ ପୁରା ଖୁଲମ ଖୁଲା ସବୁ ବାହାରେ ବୁଲିଲେ, ପୋଲିସ ଆରେଷ୍ଟ କଲେନି। ଆମେ ଯେତେ ନେହୁରା ଗୁହାରି କଲେ ବି କେହି ତାକୁ ହାତ ମାରିଲେନି କି ଆରେଷ୍ଟ କଲେନି। ଯାହା ଫଳରେ କି ସେମାନେ ଆଜି ଆପଣ ଦେଖିଥିବେ ସେଇ ପଞ୍ଚାୟତ ସମିତିରେ, ଆମରି ପଞ୍ଚାୟତ ସମିତିରେ ସେମାନଙ୍କୁ କାମ ଦିଆହଉଛି। ବିଧାୟକ ତାଙ୍କ ଲ୍ୟାଡ ହଉ ବା ବ୍ଲକ ଫଣ୍ଡସ ହଉ, ସ୍ପେଶାଲ ଫଣ୍ଡସ ହଉ, ସେଇମାନଙ୍କୁ କାମ ଦିଆହଉଛି। ଆପଣ ମାନେ ଏଇଥିରୁ ଅନୁମାନ କରନ୍ତୁ ଯେ କେଉଁଭଳି ଭାବେ ଏଇ ଯୋଉ ଗୁଣ୍ଡାରାଜ ବା ଏଇଭଳି ଯୋଉ ମାନେ କଣ କୁହନ୍ତି ଅରାଜକତା ମାଡିଗଲାଣି, ଯେ ଏଇଭଳି ଭାବେ ଯୋଉ ଅସହଯୋଗ ଆମର ବ୍ଲକ ପ୍ରଶାସନ ତରଫରୁ ଏବଂ ଆପଣଙ୍କର ସରକାରଙ୍କ ତରଫରୁ। ସରକାର ସିନା କହୁଛନ୍ତି ଯେ ବିକଶିତ ଗାଁ ବିକଶିତ ଓଡିଶା, ସବକା ସାଥ ସବକା ବିକାଶ, କିନ୍ତୁ କଣ ଏ ବିକାଶ? ଆପଣ ତ ଗୋଟେ ସରପଞ୍ଚ ପ୍ରତିନିଧିଙ୍କୁ ଯାଇ ମାରୁଛନ୍ତି, ତାଙ୍କୁ ତାଙ୍କର କ୍ଷମତାରୁ ପୁରା ସଂକୁଚିତ କରୁଛନ୍ତି, ତାଙ୍କୁ ମାନେ ଅସହଯୋଗ କରୁଛନ୍ତି ବ୍ଲକ ସ୍ତରରେ। ତାହେଲେ ଏସବୁ କାହିଁକି?